ଜୟ ଶ୍ରୀ ଜଗନ୍ନାଥ। ଶୁଭ ସକାଳର ଶୁଭ ଅଭିନନ୍ଦନ। ପ୍ରଭୁ ନୀଳାଦ୍ରି ବିହାରୀ କଳାବଦନ ଚକାନୟନ ସମସ୍ତଙ୍କ ମୁହଁରେ ହସ ଫୁଟାଇ ସୁଖରେ ରଖନ୍ତୁ। ଆଜି ତୁମ ଅଷ୍ଟମ ଶ୍ରେଣୀର ଉଦ୍ବୋଧନ କବିତାର ଅଭ୍ୟାସ କାର୍ଯ୍ୟଟିକୁ ଆଲୋଚନା କରିବାକୁ ଯାଉଛି। ଆଶା ଆଉ ବିଶ୍ୱାସ ଏହାକୁ ତୁମେ ନିଶ୍ଚୟ ବୁଝିପାରିବ ଆଉ ଭବିଷ୍ୟତରେ କାର୍ଯ୍ୟରେ ଲଗାଇ ପାରିବ। ତେବେ ସମୟ ନଷ୍ଟ ନକରି ଚାଲ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ତାହେଲେ ପିଲାମାନେ ବର୍ତ୍ତମାନ ଦେଖିବା ଉଦ୍ବୋଧନ କବିତାର ଅଭ୍ୟାସ କାର୍ଯ୍ୟ। ପ୍ରଶ୍ନ ନମ୍ବର 1, ଆସ କଥାବାର୍ତ୍ତା ହେବା। କ, କାହା କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ? ଉତ୍ତର, ପ୍ରଭାତର ନୂତନ ସୂର୍ଯ୍ୟ କିରଣର ସ୍ପର୍ଶରେ ପଦ୍ମଫୁଲ ଫୁଟିଥାଏ। ପ୍ରଶ୍ନ ନମ୍ବର ଖ, ଉଦ୍ବୋଧନ କବିତାରେ ମହୁମାଛି ବିଷୟରେ କବି କ'ଣ କହିଛନ୍ତି? ଉତ୍ତର, ଉଦ୍ବୋଧନ କବିତାରେ ମହୁମାଛି ବିଷୟରେ କବି କହିଛନ୍ତି ଯେ ସେ ପ୍ରଭାତ ହେବା ମାତ୍ରକେ ଫୁଲରୁ ଫୁଲ ଉଡ଼ି ମଧୁ ସଞ୍ଚୟ କରିବାର ଆଶା ନେଇ ବହୁ ଦୂର ବନ ପର୍ବତକୁ ଉଡ଼ିଯାଏ। ପ୍ରଶ୍ନ ନମ୍ବର ଗ, ପିମ୍ପୁଡ଼ିଠାରୁ ଆମର କ'ଣ ଶିଖିବାର ଅଛି? ଉତ୍ତର, ପିମ୍ପୁଡ଼ିଠାରୁ ଆମର କଠିନ ପରିଶ୍ରମ ଓ ଭବିଷ୍ୟତ ପାଇଁ ସଞ୍ଚୟ କରିବାର କଥା ଶିଖିବାର ଅଛି। ପ୍ରଶ୍ନ ନମ୍ବର ଘ, ଜାତିର ଉନ୍ନତି ସାଧନ ପାଇଁ କବି କ'ଣ କହିଛନ୍ତି? ଉତ୍ତର, ଜାତିର ଉନ୍ନତି ସାଧନ ପାଇଁ କବି ଆଳସ୍ୟପଣକୁ ବର୍ଜନ କରିବା ସଙ୍ଗେ ସଙ୍ଗେ ନିଜ ମାତୃଭାଷାର ଉନ୍ନତି ସାଧନ କରିବାକୁ କହିଛନ୍ତି। ପ୍ରଶ୍ନ ନମ୍ବର ଅ, ମାତୃଭାଷା ପଥି ଛୁଇଁବାକୁ କରେ ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ? କେଉଁମାନଙ୍କୁ ଲକ୍ଷ୍ୟ କରି ଏହା କୁହାଯାଇଅଛି? ଉତ୍ତର, ମାତୃଭାଷା ପଥି ଛୁଇଁବାକୁ କରେ ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ। ଏହା ମାତୃଭାଷା ପ୍ରତି ଉଦାସୀନ ରହୁଥିବା ଓଡ଼ିଆ ଜାତିକୁ ଲକ୍ଷ୍ୟ କରି କୁହାଯାଇଛି। ପ୍ରଶ୍ନ ନମ୍ବର 2, ଆସ 2 ବା 3ଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା। ପ୍ରଶ୍ନ ନମ୍ବର କ, ଶୋଇ ରହିଥିବା ସିଂହ କି ଅସୁବିଧା ଭୋଗ କରେ? ଉତ୍ତର, ଶୋଇ ରହିଥିବା ସିଂହ ପାଟିରେ କେବେ ବି ଆପେ ଆପେ ଆହାର ପଶି ନଥାଏ, ଯାହା ଫଳରେ ସିଂହକୁ ଉପବାସ ରହିବାକୁ ପଡ଼ିଥାଏ। ପ୍ରଶ୍ନ ନମ୍ବର ଖ, ନିଜଠାରୁ ଅଧିକ ବଳଶାଳୀ ଜନ୍ତୁମାନଙ୍କୁ ମଣିଷ ଆୟତ୍ତ କରିପାରିଛି, ଏହାର କାରଣ କ'ଣ? ଉତ୍ତର, ନିଜଠାରୁ ଅଧିକ ବଳଶାଳୀ ଜନ୍ତୁମାନଙ୍କୁ ମଣିଷ ଆୟତ୍ତ କରିପାରିଛି, ଏହାର କାରଣ ହେଉଛି ମଣିଷର ଜ୍ଞାନ ଓ କୌଶଳ। ପ୍ରଶ୍ନ ନମ୍ବର ଗ, ମଣିଷର ଉନ୍ନତି ସହିତ ଭାଷାର କି ସମ୍ପର୍କ ରହିଛି? ଉତ୍ତର, ମଣିଷର ଉନ୍ନତି ସହିତ ଭାଷାର ବିଭିନ୍ନ ପ୍ରକାରର ସମ୍ପର୍କ ରହିଛି, ଯଥା 1, ନିଜର ଭାଷା ଜ୍ଞାନ ଯୋଗୁଁ ସେ କୁଶଳୀ ହୋଇଥାଏ। 2, ଉକ୍ତ କୌଶଳ ଯୋଗୁଁ ସେ ବଳଶାଳୀ ପଶୁମାନଙ୍କୁ ମଧ୍ୟ ଆୟତ୍ତ କରିପାରେ। ପ୍ରଶ୍ନ ନମ୍ବର ଘ, କ'ଣ ପାଇଁ ଆମେ ହୃଦୟରେ ଉଚ୍ଚ ଅଭିଳାଷ ପୋଷଣ କରିବା? ଉତ୍ତର, ଆମେ ହୃଦୟରେ ଉଚ୍ଚ ଅଭିଳାଷ ପୋଷଣ କରିବା କାରଣ ଆମ ମାତୃଭାଷାର ଉନ୍ନତି କରିପାରିବା, ସମାଜରେ ଉଚ୍ଚ ସ୍ଥାନ ଲାଭ କରିପାରିବା। ପ୍ରଶ୍ନ ନମ୍ବର ଅ, କବି ଦେଶବାସୀଙ୍କୁ କି ଆହ୍ୱାନ ଦେଇଛନ୍ତି? ଉତ୍ତର, କବି ନିଜ ମାତୃଭାଷାର ଉନ୍ନତି କରିବା ସଙ୍ଗେ ସଙ୍ଗେ ଶୁଭକର୍ମ ପଥରେ ଆଗେଇ ଯିବାକୁ ଆହ୍ୱାନ ଦେଇଛନ୍ତି, ପୁଣି ନିଜର ଆଳସ୍ୟପଣକୁ ପରିତ୍ୟାଗ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ପ୍ରଶ୍ନ ନମ୍ବର 3, ତୁମକୁ ଭଲ ଲାଗୁଥିବା ପଦଗୁଡ଼ିକ ଆବୃତ୍ତି କରି ସାଙ୍ଗମାନଙ୍କୁ ଶୁଣାଅ। ତେବେ ପିଲାମାନେ, ମୋ ମନକୁ ଯେଉଁ ପଦଗୁଡ଼ିକ ଭଲ ଲାଗୁଥିଲା ମୁଁ ସେହି ପଦଗୁଡ଼ିକ ଲେଖିଛି ଏବଂ ତୁମମାନଙ୍କ ସମ୍ମୁଖରେ ପୁଣି ଥରେ ଆବୃତ୍ତି କରି ଶୁଣାଇ ଦେଉଛି। କ, ସୁପ୍ତ ସିଂହ ମୁଖେ ନ ପଶେ ଆହାର, ଶ୍ରମେ ପିପିଲିକା ପୁରାଏ ଭଣ୍ଡାର।
ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଉଠ ଭାଇ ଉଠ ନବୀନ ଆଲୋକେ, ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ଉଠ ଭାଇ ଉଠ ନବୀନ ଆଲୋକେ, ଶୋଇଥିଲେ ଚାହିଁ ହସୁଥିବେ ଲୋକେ। ପ୍ରଶ୍ନ ନମ୍ବର 4। ଆସ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର 100ରୁ 120 ଶବ୍ଦ ମଧ୍ୟରେ ଲେଖିବା। ପ୍ରଶ୍ନ ନମ୍ବର କ, ଜୀବନକୁ ସଫଳ କରିବା ପାଇଁ କବି ଦେଶବାସୀଙ୍କୁ କି ପରାମର୍ଶ ପ୍ରଦାନ କରିଛନ୍ତି? ଉତ୍ତର, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଉଦ୍ବୋଧନ କବିତାଟିରେ କବି ଦେଶବାସୀଙ୍କୁ ଶୁଭ ପଥରେ ଅଗ୍ରସର ହେବା ପାଇଁ ଏବଂ ଜୀବନ ସଫଳ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଯେକୌଣସି ବ୍ୟକ୍ତି ଅଳସୁଆ ହୋଇ ସଦାସର୍ବଦା ବିଳାସରେ ମଜ୍ଜି ରହିଲେ କେବେ ଉନ୍ନତି କରିପାରେ ନାହିଁ। ପଦ୍ମଫୁଲ ତା ଜୀବନକୁ ସଫଳ କରିବା ପାଇଁ ସୂର୍ଯ୍ୟଙ୍କର କିରଣ ପାଇବା ମାତ୍ରକେ ପାଖୁଡ଼ା ମେଲାଇ ଫୁଟି ଉଠିଥାଏ। ପକ୍ଷୀଗଣ ନିଜର ଆହାର ପାଇଁ ବହୁ ଦୂରକୁ ଉଡ଼ି ଯାଇଥାନ୍ତି। ମହୁମାଛିଟିଏ ମହୁ ସଞ୍ଚୟ କରି ତା ଜୀବନକୁ ସଫଳ କରୁଥିବା ବେଳେ ପିମ୍ପୁଡ଼ି କଠିନ ପରିଶ୍ରମ କରି ଭବିଷ୍ୟତ ପାଇଁ ଖାଦ୍ୟ ସଞ୍ଚୟ କରିଥାଏ। ସିଂହ ଆଳସ୍ୟ ବର୍ଜନ ନ କରିବାରୁ ସେ ଭୋକରେ ଶୋଇଥାଏ। ତେଣୁ କବି କହିଛନ୍ତି, ଆଳସ୍ୟପଣକୁ ବର୍ଜନ କରିପାରିଲେ ଜୀବନକୁ ସଫଳ କରିପାରିବା। ପୁଣି ନିଜର ଜ୍ଞାନ କୌଶଳ ମାଧ୍ୟମରେ ସାରା ଜଗତକୁ ନିଜ ହାତ ମୁଠାରେ ରଖିପାରିଲେ ଜୀବନ ସଫଳ କରିପାରିବା। ଯଦି ଜୀବନରେ ଉଚ୍ଚ ହେବା ପାଇଁ ଅଭିଳାଷ ଥାଏ, ତେବେ ନିଜ ମାତୃଭାଷାକୁ ଉନ୍ନତି କରିବା ନିତାନ୍ତ ଆବଶ୍ୟକ। ଫଳରେ ଆମ ଜୀବନ ସଫଳ ହୋଇପାରିବ। ପୁଣି କବି କହିଛନ୍ତି, ଆମେ ଆମର ପଡ଼ୋଶୀମାନଙ୍କ ସହିତ ତୁଳନା କରିବା ଉଚିତ। ଫଳରେ ଆମେ ତାଙ୍କ ସହିତ ସମକକ୍ଷ ହୋଇପାରିଲେ ଆମ ଜୀବନ ସଫଳ ହୋଇପାରିବ। ତେଣୁ ମାତୃଭୂମି ଓ ମାତୃଭାଷାର ଉନ୍ନତି ସାଧିତ ହୋଇପାରିଲେ ଆମ ଜାତିର ଉନ୍ନତି ନିଶ୍ଚିତ ହୋଇପାରିବ। ଫଳରେ ଆମ ଜୀବନ ସଫଳ ହେବ। କବି କହିଛନ୍ତି, ଆମ ଜୀବନରେ ଥିବା ଅଳସପଣକୁ ପରିତ୍ୟାଗ କରି ସଦାସର୍ବଦା ଶୁଭକର୍ମ ପଥରେ ଆଗେଇ ଯିବାକୁ ଆହ୍ୱାନ ଦେଇଛନ୍ତି। ଫଳରେ ନିଜର ତଥା ଦେଶବାସୀଙ୍କର ଜୀବନ ସଫଳ ହୋଇପାରିବ ବୋଲି ଆଶା ରଖିଛନ୍ତି ଏହି ଉଦ୍ବୋଧନ କବିତା ମାଧ୍ୟମରେ। ପ୍ରଶ୍ନ ନମ୍ବର ଖ, ମାତୃଭାଷାର ଉନ୍ନତି ନହେଲେ ଜାତିର ଉନ୍ନତି ଆସିବା ଅସମ୍ଭବ। ଏ ଉକ୍ତିଟିକୁ ଉଦାହରଣ ସହ ବୁଝାଇ ଲେଖିବା। ଉତ୍ତର, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଦ୍ୱାରା ରଚିତ ଉଦ୍ବୋଧନ କବିତାରେ କବି ମାତୃଭୂମି ଓ ମାତୃଭାଷାର ଉନ୍ନତି କିପରି ସାଧିତ ହୋଇପାରିବ ସେ ବିଷୟରେ ଦେଶବାସୀଙ୍କୁ କେତୋଟି ପଦ ମାଧ୍ୟମରେ ଆହ୍ୱାନ ଜଣାଇଛନ୍ତି। ମନୁଷ୍ୟ ନିଜର କୌଶଳ ବଳରେ ସାରା ବିଶ୍ୱରେ ରାଜପଣ କରିପାରୁଛି। ତେବେ ସେ କୌଶଳ ଜ୍ଞାନରୁ ପାଇଲା ଓ ଜ୍ଞାନ ଭାଷାରୁ ପାଇଲା। ତେଣୁ ଯେଉଁ ଭାଷା ଯେତେ ଉନ୍ନତ ଓ ଏ ଜ୍ଞାନ ଏବଂ କୌଶଳ ସେତେ ସରଳ ଓ ପ୍ରଭାବଶାଳୀ ହୋଇଥାଏ। ତେଣୁ ମନୁଷ୍ୟ କୌଶଳ ଦ୍ୱାରା ଜଙ୍ଗଲରେ ରହୁଥିବା ବାଘ, ସିଂହ, ହାତୀମାନଙ୍କୁ ନିଜ ଆୟତ୍ତରେ ରଖିପାରିଛି। କବି କହିଛନ୍ତି, ଯେଉଁ ଜାତିର ଭାଷା ଦୁର୍ବଳା ସେ ଜାତି ଆଜି ଅନ୍ୟମାନଙ୍କ ସମ୍ମୁଖରେ ଅଧମ ନାମରେ ପରିଚିତ। ତାକୁ ସମସ୍ତେ ନୀଚ ବୋଲି ଗଣନା କରିଥାନ୍ତି। ଫଳରେ ସମାଜରେ ସେମାନେ ଅଗ୍ରଣୀ ହୋଇପାରନ୍ତି ନାହିଁ। କିନ୍ତୁ ଉଚ୍ଚ ଭାଷାଭାଷୀ ବ୍ୟକ୍ତିଗଣ ରାଜ ସମ୍ମାନ ପାଇଥାନ୍ତି, ଉଚ୍ଚ ପଦବୀରେ ମଧ୍ୟ ରହିଥାନ୍ତି। ତେଣୁ କବି ମାତୃଭୂମି ଓ ମାତୃଭାଷାର ଉନ୍ନତି ସାଧନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ତେଣୁ ବାସ୍ତବରେ ମାତୃଭାଷାର ଉନ୍ନତି ନହେଲେ ଜାତିର ଉନ୍ନତି ସମ୍ଭବପର ହୋଇପାରିବ ନାହିଁ। ଏଥିରେ କବିଙ୍କର ଯଥାର୍ଥତା ରହିଅଛି। ପ୍ରଶ୍ନ ନମ୍ବର ଗ, ଏହି କବିତାର ନାମ ଉଦ୍ବୋଧନ ରଖାଯିବାର
କି ଯଥାର୍ଥତା ରହିଛି? ଉତ୍ତର, ଉଦ୍ବୋଧନ କବିତାଟି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ହୋଇଅଛି। ଏଠାରେ କବି ଦେଶ ଓ ଦେଶବାସୀଙ୍କ କିପରି ଉନ୍ନତି ହୋଇପାରିବ ସେ ବିଷୟରେ ଲେଖିଛନ୍ତି। ନୂତନ ପ୍ରଭାତର ନୂତନ ସୂର୍ଯ୍ୟକିରଣର ସ୍ପର୍ଶ ପାଇ ପୋଖରୀରେ ପଦ୍ମ ଫୁଲର ପାଖୁଡ଼ା ମେଲି ହୋଇ ଦୃଶ୍ୟ ଅତି ସୁନ୍ଦର ଦେଖାଯାଇଥାଏ। ପକ୍ଷୀଗଣ ଆହାର ଅନୁସନ୍ଧାନ ନିମିତ୍ତ ଦୂର ସ୍ଥାନକୁ ଉଡ଼ିଯାଆନ୍ତି। ମହୁମାଛି ମହୁ ସଂଗ୍ରହ ଆଶା ନେଇ କେତେ ପାହାଡ଼ ପର୍ବତ ଅତିକ୍ରମ କରିଥାଏ। କ୍ଷୁଦ୍ର ପିପିଲିକା ଆଳସ୍ୟପଣକୁ ତ୍ୟାଗ କରି ଭବିଷ୍ୟତ ପାଇଁ ଖାଦ୍ୟ ସଞ୍ଚୟ ନିମିତ୍ତ ଲାଗିପଡ଼େ। ଜଙ୍ଗଲରେ ପରାକ୍ରମୀ ବଡ଼ଶାଳୀ ସିଂହ ଅଳସୁଆ ହୋଇ ଶୋଇ ରହିଲେ ତା ମୁହଁକୁ ଆପେ ଆପେ ଆହାର ପଶିଯାଏ ନାହିଁ। କବି ଏଠାରେ ଭାଷା ଶିକ୍ଷଣକୁ ଗୁରୁତ୍ୱ ଆରୋପ କରିଛନ୍ତି, କାରଣ ଭାଷାରୁ ଜ୍ଞାନ ଓ ଜ୍ଞାନରୁ କୌଶଳର ସୃଷ୍ଟି। ତେଣୁ ମାନବ ଜ୍ଞାନ ଓ କୌଶଳ ବଳରେ ସମଗ୍ର ଜୀବଜଗତ ଉପରେ ରାଜପଣ ବିସ୍ତାର କରିପାରିଥାଏ। ପୁଣି କହିଛନ୍ତି, ଯେଉଁ ଜାତିର ଭାଷା ଦୁର୍ବଳ ସେ ଜାତି ଏକ ଅଧମ ଜାତି ବୋଲି ଗଣାଯାଏ। ଉଚ୍ଚଭାଷୀ ବ୍ୟକ୍ତି ପ୍ରତିଯୋଗିତାରେ ସଫଳ ଲାଭ କଲାବେଳେ ଅଧମ ବହୁ ପଛରେ ପଡ଼ିଯାଏ। ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ନିଜ ପୁସ୍ତକକୁ ଛୁଇଁବାକୁ ମଧ୍ୟ ଲଜ୍ଜାବୋଧ କରନ୍ତି। ତେଣୁ କବି କହିଛନ୍ତି, ସେପରି ବ୍ୟକ୍ତି ଦେଶ ଓ ଜାତି ପାଇଁ କଳଙ୍କ। ପୁଣି କହିଛନ୍ତି, ଯେଉଁ ଜାତି ନିଜର ଉନ୍ନତି ସାଧନ କରିବାକୁ ଚାହେଁ ସେ ପ୍ରଥମେ ନିଜ ମାତୃଭୂମି ଓ ମାତୃଭାଷାର ଉନ୍ନତି କରିବା ଆବଶ୍ୟକ। ତେଣୁ କବି ଲେଖିଛନ୍ତି, ମାତୃଭୂମି ମାତୃଭାଷାର ବଦନ ଦୀପ୍ତ କର ଦେଇ ଧନ ଧ୍ୟାନ ମନ। ମାତୃଭୂମି ମାତୃଭାଷାର ବଦନ ଦୀପ୍ତ କର ଦେଇ ଧନ ଧ୍ୟାନ ମନ। ତେଣୁ ପ୍ରଥମେ ନିଜ ଭାଷାକୁ ସମୃଦ୍ଧ କରିବା ପାଇଁ କବି ଉକ୍ତ କବିତା ମାଧ୍ୟମରେ ଉଦ୍ବୋଧନ ଦେଇଛନ୍ତି। ପ୍ରତିବେଶୀମାନେ କିପରି ରାଜଦ୍ୱାରରେ ସମ୍ମାନିତ ହେଉଛନ୍ତି ଏବଂ ଉଚ୍ଚ ପଦପଦବୀରେ ସ୍ଥାନ ପାଉଛନ୍ତି ସେ ବିଷୟରେ ପ୍ରଥମେ ବୁଝିବାକୁ ପଡ଼ିବ। ତେଣୁ ସବୁରି ମୂଳରେ ରହିଛି ଭାଷା। ଆମ ଭାଷାକୁ ଉନ୍ନତ ଓ ସମୃଦ୍ଧ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବା ଉଚିତ। ତେଣୁ କବି ଲେଖିଛନ୍ତି, ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା। ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା। ତେଣୁ ଉପରୋକ୍ତ ଆଲୋଚନାରୁ ପ୍ରମାଣିତ କରାଯାଇପାରେ ଯେ ଉକ୍ତ କବିତାର ନାମ ଉଦ୍ବୋଧନ ରଖିବା ଯଥାର୍ଥ ଅଟେ। ବର୍ତ୍ତମାନ ଦେଖିବା 5 ନମ୍ବର ପ୍ରଶ୍ନ। ଆସ ସରଳ ଭାଷାରେ ବୁଝାଇ ଲେଖିବା। ପ୍ରଶ୍ନ ନମ୍ବର କ, ସୁପ୍ତ ସିଂହ ମୁଖେ ନ ପଶେ ଆହାର ଶ୍ରମେ ପିପିଲିକା ପୁରାଏ ଭଣ୍ଡାର। ତାହେଲେ ପିଲାମାନେ ବର୍ତ୍ତମାନ ଆମେ କ'ଣ କରିବା ନା ଏଇ ବାକ୍ୟାଂଶର ଆମେ ସରଳ ଅର୍ଥ ଲେଖିବା ବା ସରାର୍ଥ ଲେଖିବା। ଉତ୍ତର, ସୁପ୍ତ ସିଂହ ... ଦେଇ ପୁରାଏ ଭଣ୍ଡାର। ସଂକ୍ଷିପ୍ତ ପଦ୍ୟାଂଶଟି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ଉଦ୍ବୋଧନ କବିତାରୁ ଅଣାଯାଇଅଛି। ଏଠାରେ କବି ପରିଶ୍ରମ ବିଷୟରେ ବର୍ଣ୍ଣନା କରିଛନ୍ତି। ଯେବେ ପୂର୍ବ ଆକାଶରେ ସୂର୍ଯ୍ୟଙ୍କ ଆଗମନ ହୁଏ ସେହି ନୂତନ କିରଣ ପାଇ ପୋଖରୀରେ ପଦ୍ମଫୁଲ ଫୁଟି ଉଠିଥାଏ। ପକ୍ଷୀଗଣ ଖାଦ୍ୟ ଅନ୍ୱେଷଣରେ ବହୁ ଦୂରକୁ ଉଡ଼ିଯାଆନ୍ତି। ମହୁମାଛି ମଧୁ ସଞ୍ଚୟ ଆଶାରେ ଦୂର ପାହାଡ଼ ପର୍ବତକୁ ଉଡ଼ିଯାଏ। ଜଙ୍ଗଲରେ ପ୍ରଭାବଶାଳୀ ସିଂହ ନିଜର ଶିକାର ପାଇଁ ଚେଷ୍ଟା ନ କରି ଯଦି ଦିନ ରାତି ଶୋଇ ରହେ ତେବେ ଆହାର କେବେ ମଧ୍ୟ ତା ପାଟିକୁ ପ୍ରବେଶ କରିବ ନାହିଁ। କିନ୍ତୁ କ୍ଷୁଦ୍ର ପ୍ରାଣୀ ପିପିଲିକା
ନିଜର ପରିଶ୍ରମ ବଳରେ ଖାଦ୍ୟ ସଂଗ୍ରହ କରେ ଓ ଭବିଷ୍ୟତ ପାଇଁ ଆହାର ସଂଗ୍ରହ କରି ତା ଭଣ୍ଡାର ଘରକୁ ପୂର୍ଣ୍ଣ କରିଥାଏ। ତେଣୁ କବି କହିଛନ୍ତି, ସିଂହ ପରି ଅଳସୁଆ ନ ହୋଇ କ୍ଷୁଦ୍ର ପ୍ରାଣୀ ପିପିଲିକା ସଦୃଶ ପରିଶ୍ରମୀ ହେବା ଉଚିତ। ବାସ୍ତବରେ କବିଙ୍କର ବର୍ଣ୍ଣନା ଅତି ମାଧୁର୍ଯ୍ୟପୂର୍ଣ୍ଣ ହୋଇପାରିଛି। ତାପରେ ଯିବା ପ୍ରଶ୍ନ ନମ୍ବର ଖ। ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା। ଉତ୍ତର କ'ଣ ଲେଖିବା ପିଲାମାନେ ଦେଖ। ଉତ୍ତର ଉଚ୍ଚ ହେବା ... ମାତୃଭାଷା। ତାପରେ ଯିବା ସଂକ୍ଷିପ୍ତ ପଦ୍ୟାଂଶଟି ପଠିତ ସାହିତ୍ୟିକା ପୁସ୍ତକର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ଉଦ୍ବୋଧନ କବିତାରୁ ଅଣାଯାଇଅଛି। ଏଠାରେ କବି ନିଜ ମାତୃଭାଷାର ଉନ୍ନତି କରିବା ବିଷୟରେ ବର୍ଣ୍ଣନା କରିଛନ୍ତି। ମନୁଷ୍ୟର ଭାଷା ଯୋଗୁଁ ଜ୍ଞାନ ଓ ଜ୍ଞାନ ଯୋଗୁଁ କୌଶଳ ବୃଦ୍ଧି ପାଇଥାଏ। ତେଣୁ ଜ୍ଞାନ ଯୋଗୁଁ ସେ ସମଗ୍ର ଜୀବଜଗତ ଉପରେ ରାଜପଣ ବିସ୍ତାର କରିପାରିଥାଏ। ଯେଉଁ ଜାତିର ଭାଷା ଦୁର୍ବଳ ସେ ଅଧମ ଜାତି ବୋଲି ପରିଗଣିତ ହୁଏ। ଫଳରେ ସେ ପ୍ରତିଯୋଗିତାରେ ଅନ୍ୟମାନଙ୍କଠାରୁ ବହୁ ପଛରେ ପଡ଼ିଯାଇଥାଏ। କିନ୍ତୁ ଉଚ୍ଚଭାଷୀ ଲୋକଙ୍କର ଭାଷା ସବଳ ଥିବାରୁ ସେମାନେ ସମାଜରେ ଅଗ୍ରଣୀ ହୋଇଛନ୍ତି। ରାଜଦ୍ୱାରରେ ସେମାନେ ସମ୍ମାନ ପାଇଥାନ୍ତି। ତେଣୁ କବି କହିଛନ୍ତି, ନିଜକୁ ଉଚ୍ଚ କରିବାକୁ ହେଲେ ସର୍ବପ୍ରଥମେ ନିଜ ମାତୃଭାଷାର ଉନ୍ନତି କରିବା ଆବଶ୍ୟକ। ବାସ୍ତବରେ କବିଙ୍କର ଲିଖନ ଶୈଳୀ ଅତି ଉଚ୍ଚକୋଟୀର ହୋଇପାରିଛି। ପ୍ରଶ୍ନ ନମ୍ବର ଗ। ଶୁଭ ପଥେ ବିଭୁ କରିବେ ମଙ୍ଗଳ, ଶୁଭ କର୍ମେ ହେବ ଜୀବନ ସଫଳ। ଉତ୍ତର ଶୁଭ ପଥେ ... ଜୀବନ ସଫଳ। ସଂକ୍ଷିପ୍ତ ପଦ୍ୟାଂଶଟି ପଠିତ ସାହିତ୍ୟିକା ପୁସ୍ତକର ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚିତ ଉଦ୍ବୋଧନ କବିତାରୁ ଅଣାଯାଇଅଛି। ଏଠାରେ କବି ମାତୃଭୂମି ଓ ମାତୃଭାଷାର ଉନ୍ନତି ପାଇଁ ଶୁଭ କର୍ମ ପଥରେ ଆଗେଇଲେ ଭଗବାନ କିପରି ମଙ୍ଗଳ କରିବେ ସେ ବିଷୟରେ ବର୍ଣ୍ଣନା କରିଛନ୍ତି। ମନୁଷ୍ୟ ଜୀବନ ଏକ କର୍ମମୟ ଜୀବନ ଅଟେ। ତେଣୁ ସଦାସର୍ବଦା ଆଳସ୍ୟପଣକୁ ତ୍ୟାଗ କରି ଜୀବନର ଶୁଭ କର୍ମ ପଥରେ ଅଗ୍ରସର ହେବା ପାଇଁ କବି ଆହ୍ୱାନ ଜଣାଇଛନ୍ତି। ଶୁଭ କର୍ମ ପଥ ହେଉଛି ଆମ ମାତୃଭୂମି ଓ ମାତୃଭାଷାର ଉନ୍ନତି କରିବା ଓ ଧନ, ମନ ଓ ଧ୍ୟାନ ଦେଇ ତାକୁ ଦୀପ୍ତିମନ୍ତ କରିବା। ତେଣୁ ଏ ପ୍ରକାର ମହତ୍ କାର୍ଯ୍ୟ କରି ଶୁଭ ପଥରେ ଗମନ କଲେ ଭଗବାନ ବା ବିଭୁ ମଙ୍ଗଳ ସାଧନ କରିବେ। ଫଳରେ ଶୁଭ କର୍ମ ଦ୍ୱାରା ଆମ ଜୀବନ ସଫଳ ତଥା ଧନ୍ୟ ହୋଇ ଉଠିବ। ବାସ୍ତବରେ କବିଙ୍କ ଦ୍ୱାରା ରଚିତ ଏହି ପଦ୍ୟାଂଶଟି ହୃଦୟସ୍ପର୍ଶୀ ହୋଇପାରିଛି। ପ୍ରଶ୍ନ ନମ୍ବର 6। ଆସ କବିତାର କେତେକ ପଦ ପୂରଣ କରିବା। କ। ଯା ଭାଷା ଦୁର୍ବଳ କାହିଁ ତାର ଜ୍ଞାନ। ତାପରେ ପିଲାମାନେ ଡଟ୍ ଦେଇଛି। ତ ଏଠି ଆମେ କ'ଣ କରିବା ନା କବିତାକୁ ଦେଖିବା ଏବଂ ତାକୁ ପଦଟିକୁ ପୂରଣ କରିବା। ତେବେ ମୁଁ ଲେଖିଦେଇଛି, ଯା ଭାଷା ଦୁର୍ବଳ କାହିଁ ତାର ଜ୍ଞାନ, କାହିଁ ତାର ରାଜଦୁଆରେ ସମ୍ମାନ। ପ୍ରଶ୍ନ ନମ୍ବର ଖ। ଠିକ୍ ସେହିପରି ଡଟ୍ ଦେଇଛି ବା ଡ୍ୟାସ୍ ଦେଇଛି ଏବଂ ତା ତଳେ ଲେଖିଛି, ଚକ୍ଷୁ ମଳିବାକୁ ନାହିଁ ଅବସର। ତେବେ ଉତ୍ତର କ'ଣ ଆସିବ ପିଲାମାନେ? ଶୁଭ କର୍ମ ପଥେ ହୁଅ ଅଗ୍ରସର, ଚକ୍ଷୁ ମଳିବାକୁ ନାହିଁ ଅବସର। ପ୍ରଶ୍ନ ନମ୍ବର 7। କ ସ୍ତମ୍ଭରେ ଦିଆଯାଇଥିବା ଧାଡ଼ି ସହିତ ଖ ସ୍ତମ୍ଭରେ ଥିବା ଉପଯୁକ୍ତ ଧାଡ଼ିକୁ ଯୋଗ କରି କବିତାଂଶଟିକୁ ସଜାଡ଼ି ଲେଖିବା। ତାହେଲେ କ ସ୍ତମ୍ଭ ଖ ସ୍ତମ୍ଭ ଦେଇଛି ପିଲାମାନେ। ଯେଉଁ କବିତାଂଶ ଗୁଡ଼ିକ ଅଛି ଆମେ ପୂର୍ବ ପଦରେ ସବୁ ପଢ଼ିଛୁ କବିତାରେ ଏବଂ ତାକୁ ମନେ ପକାଇ ବର୍ତ୍ତମାନ ସଜାଡ଼ିବା କ ସ୍ତମ୍ଭ ଏବଂ ଖ ସ୍ତମ୍ଭକୁ। ପ୍ରଥମେ ଲେଖାଯାଇଛି, ଗଜ ସିଂହ ବ୍ୟାଘ୍ର ଦେହେ ଅଛି ବଳ, ତାଙ୍କୁ ବାନ୍ଧେ ନର ପ୍ରକାଶୀ କୌଶଳ। ତେଣୁ ଏଇଟା ମୁଁ ତୁମ ପାଇଁ କରିଦେଇଛି, ଦେଖିନେବ। କୌଶଳ ଜନକ ଜ୍ଞାନ ଅଟେ ସିନା, ଜନମି ନପାରେ ଜ୍ଞାନ ଭାଷା ବିନା। ଭାଷା ଯୋଗୁଁ ସିନା ଦମି ଜୀବ ଗଣ, ମାନବ କରଇ ବିଶ୍ୱେ ରାଜପଣ। ଯା ଭାଷା ଦୁର୍ବଳା ସେ ନିଶ୍ଚୟ ଅଧମ,
କାହିଁ ହେବ ଆନେ ପ୍ରତି ଯଗେ କ୍ଷମ। ଜେନର ନ ବୁଝେ ମାନ ଅପମାନ ନୁହଁଇକି ସେହୁଁ ପଶୁର ସମାନ। ପ୍ରଶ୍ନ ନମ୍ବର 8 ଆସ ନିମ୍ନଲିଖିତ ଶବ୍ଦଗୁଡ଼ିକର ଗଦ୍ୟ ରୂପ ଲେଖିବା। ମୌନ ତାର ଗଦ୍ୟ ରୂପ ହେବ ପିଲାମାନେ କ'ଣ? ମୌନ। ନ୍ୟୁନ ଗଦ୍ୟ ରୂପ ହେବ ନ୍ୟୁନ। ଦୁଆର ଗଦ୍ୟ ରୂପ ହେବ କ'ଣ? ଦ୍ୱାର। ଜନମୀ ତାର ଗଦ୍ୟ ରୂପ ହେବ ଜନ୍ମୀ। ପ୍ରଶ୍ନ ନମ୍ବର 9 ଶ୍ରୁତି ମଧୁର କରିବା ପାଇଁ ନିମ୍ନଲିଖିତ ଶବ୍ଦଗୁଡ଼ିକୁ ପଦ୍ୟରେ କିପରି ଲେଖିବା? ଯେପରି ଦେଇଛି ଦେଖ ପ୍ରକାଶ କ'ଣ ହେବ? ମୁଁ ଲେଖିଦେଇଛି ଉତ୍ତର ଗୁଡ଼ାକ ପରକାଶ। ପ୍ରକାଶର ଉତ୍ତର କ'ଣ ହେବ? ପରକାଶ। କୌଶଳ ତାର ଉତ୍ତର କ'ଣ ହେବ? କୌଶଳ। କ'ଣ ହେବ? କୌଶଳ। ଠିକ୍ ସେହିପରି ଦୁର୍ବଳର କ'ଣ ହେବ ପଦ୍ୟ ରୂପ? ଦୁରୁବଳ। ମୂର୍ଚ୍ଛନା ତାର ପଦ୍ୟ ରୂପ କ'ଣ ହେବ? ମୁରୁଛନା। ପର୍ବତର ପରବତ କ'ଣ ହେବ? ପରବତ। ତାପରେ ଯିବା ପ୍ରଶ୍ନ ନମ୍ବର 10 କୁ। ତଳେ ପ୍ରତ୍ୟେକ ଧାଡ଼ିରେ 4ଟି ଲେଖାଏଁ ଶବ୍ଦ ଲେଖାଯାଇଛି। ପ୍ରତି ଧାଡ଼ିରେ ଥିବା ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖିବା। ତାହେଲେ କ'ଣ କରାଯାଇଛି ପିଲାମାନେ? ଯେ 4ଟି ଶବ୍ଦ ଦିଆଯାଇଛି ଏବଂ ସେଥିମଧ୍ୟରୁ ଗୋଟିଏ ଭିନ୍ନ ଶବ୍ଦଟି ଅଛି ତାକୁ ବାଛିବା ଏବଂ ତାକୁ ଲେଖିବା। ତେବେ ତୁମ ପାଇଁ ମୁଁ ଏଠି ଲେଖିଦେଇଛି ଦେଖ ପ୍ରଶ୍ନ ନମ୍ବର କ ଭଜନ ଭୋଜନ ପୂଜନ ରାଜନ। ତାହେଲେ କେଉଁଟା ଉତ୍ତର ହେବ ଦେଖ ପିଲାମାନେ କେଉଁଟା ଅଲଗା ଲାଗୁଛି? ଯେଉଁ ରାଜନ ଅଲଗା ଲାଗୁଛି ତେଣୁ ଆମେ ତାର ଉତ୍ତର ଲେଖିବା କ'ଣ? ରାଜନ। ଖ ନମ୍ବର ଟାଣପଣ ରାଜପଣ ଷୋଳପଣ ବଡ଼ପଣ। ଉତ୍ତର କେଉଁଟା ଆସିବ? ନା ଷୋଳପଣ। ଏଇଟା ତୁମର କ'ଣ ସଂଖ୍ୟା ଭଳିଆ ଜଣାପଡ଼ୁଛି ତେଣୁ ଏଇଟା ତୁମର କ'ଣ ହେବ? ଉତ୍ତର ଷୋଳପଣ। ଗ ନମ୍ବର ହିନ୍ଦୀ ଭାଷୀ ଉଚ୍ଚ ଭାଷୀ ସ୍ପଷ୍ଟ ଭାଷୀ ମିଷ୍ଟ ଭାଷୀ। ତାହେଲେ ଏ ଭିତରୁ କେଉଁଟା ଉତ୍ତର ହେବ? କେଉଁଟା ଅଲଗା ଲାଗୁଛି? ହିନ୍ଦୀ ଭାଷୀ ଏଇଟା ଗୋଟେ ଭାଷା ଜଣାପଡ଼ୁଛି କିନ୍ତୁ ଏଇଟା ଉଚ୍ଚ ଭାଷୀ ସ୍ପଷ୍ଟ ଭାଷୀ ଗୁଡ଼ା କ'ଣ ତୁମର ଭାଷା ଜଣାପଡ଼ୁନାହିଁ। ତେବେ ଉତ୍ତର ହେବ କ'ଣ? ହିନ୍ଦୀ ଭାଷୀ ଏବଂ ତାକୁ ଲେଖିବା ଉତ୍ତରରେ ହିନ୍ଦୀ ଭାଷୀ। ତାପରେ ଦେଖିବା ପିଲାମାନେ ବର୍ତ୍ତମାନ ପ୍ରଶ୍ନ ନମ୍ବର 11 ଆସ ତଳ ଲିଖିତ ଶବ୍ଦ ଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖିବା। ସୁପ୍ତ ସୁପ୍ତର ବିପରୀତ ଶବ୍ଦ କ'ଣ ହେବ? ଜାଗ୍ରତ। ଦୁର୍ବଳ ତାର ବିପରୀତ ଶବ୍ଦ ହେବ ସବଳ। କ୍ଷମ ଅକ୍ଷମ ନୀଚ ଉଚ୍ଚ ଆଶା ନିରାଶା ଶୁଭ ଅଶୁଭ ମଙ୍ଗଳ ଅମଙ୍ଗଳ। ତାପରେ ଯିବା 12 ନମ୍ବର ଆସ ତଳ ଲିଖିତ ଶବ୍ଦ ଗୁଡ଼ିକର ପ୍ରତିଶବ୍ଦ ଲେଖିବା। କମଳ କମଳ ତାର ପ୍ରତିଶବ୍ଦ ହେବ କ'ଣ? ପଦ୍ମ। ପକ୍ଷୀର ପ୍ରତିଶବ୍ଦ ହେବ ବିହଙ୍ଗ। ସିଂହର ପ୍ରତିଶବ୍ଦ ହେବ ପଶୁରାଜ। ଚକ୍ଷୁର ନୟନ ମଣିଷର ହେବ ମନୁଷ୍ୟ। ତେବେ ଉତ୍ତର ଗୁଡ଼ାକ ପିଲାମାନେ ତୁମ ପାଇଁ ମୁଁ ଲେଖିଦେଇଛି ଦେଖିନେବ। ତାପରେ ଯିବା 13 ନମ୍ବର ଆସ ସମଚାରିତ ଶବ୍ଦର ଅର୍ଥ ଲେଖିବା। ସମଚାରିତ ଅର୍ଥର ଶବ୍ଦ ଆମେ ଲେଖିବା। କର ଆଉ କରର ଅର୍ଥ କ'ଣ? ତେଣୁ ତୁମକୁ ଯେତେବେଳେ ମୁଁ ପଦ୍ୟଟି ଆଲୋଚନା କରିଦେଇଥିଲି ସେତେବେଳେ ମଧ୍ୟ ମୁଁ କହିଦେଇଥିଲି ତ ଆଉ ଥରେ ମୁଁ ଉତ୍ତର ମାଧ୍ୟମରେ କହିଦେଉଛି ଦେଖ କର କରର ଗୋଟିଏ ଅର୍ଥ ହେଉଛି କ'ଣ? ହାତ। ଆଉ ଗୋଟେ କର ତାର ଅର୍ଥ ହେଉଛି କ'ଣ? ନା କିରଣ। ସେହିପରି ପୁର ପୁରର ଅର୍ଥ ହେଉଛି ଗୋଟିଏ କ'ଣ? ନଗର। ଆଉ ଗୋଟେ ପୁର ପୁରର ଅର୍ଥ ହେଉଛି କ'ଣ? ପିଠାର ପୁର। ପ୍ରଥମେ ଦେଖିବା ପିଲାମାନେ ପ୍ରଶ୍ନ ନମ୍ବର 14 ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା। ତାହେଲେ ବନ୍ଧନୀରେ ସବୁ କିଛି ଶବ୍ଦ ଦେଇଛି ଦେଖିବା ତଳେ କ'ଣ କ'ଣ ଦେଇଛି ଦେଖିବା ପଢ଼ି ଦେଉଛି। ସବଳା ନିଶ୍ଚଳା ଦୁର୍ବଳା ପରା ନିଶ୍ଚେ ସତେ ଆନେ ମନେ ଦିନେ କ୍ଷମ ସମ ବାମ। ये जो बंधनी भितर जो शब्द गुड़ाक देइछि ताकू नहीं बर्तमान आम कौन करवा ना शून्य स्थान पूरण करवा। प्रथम क देखा कौन लिखाई डैश लोके ताकू डैश उच्च समाज रे डैश। तेबे
एठी मध्य किछि देइछि देखो प्रश्न नंबर क पई बंधनी देइछि एठी एवं प्रश्न नंबर ख पई प्रश्न देइछि एठी तेबे तेणु प्रश्न क पई कोन देइछि बंधनी रे लोके उच्चभाषी गणी अग्रणी हुअन्ति नीच तेबे उत्तर कोन हबो पिला देखो उच्चभाषी लोके ताकू नीच गणी उच्च समाज रे हुअन्ति अग्रणी सेमती प्रश्न नंबर ख जा भाषा कोन हबो पिला दुर्बला से निश्चय अधम काहीं हेबो आने प्रतिजगे क्षम। वर्तमान देखिबा प्रश्न नंबर 15 काहीं तार राजदुआरे सम्मान एठारे राजदुआर शब्दर ठीक उत्तरटी बाछि लेखिबा ताले कोन देखा दिया जाय देखिबा कोरे राजा रहुथिबा घरर द्वार खरे जो द्वार बाटे राजा जीवा आसिबा करंती गो राजा बसाउथिबा दरबार घ अन्न मानंकु राजा देखा देवा स्थान ताहले राजद्वार अर्थ कौन आम एइथिरु गोटे बाछिबा ताहले कोटा उत्तर जना पड़ुछि देखो राजा बसाउथिबा दरबार एटा ठीक उत्तर जना पड़ुछि तेबे उत्तर हबो पिला माने कोन राजा बसाउथिबा दरबार। तापरे जिबा प्रश्न नंबर 16 सीना बिना प्रहार जुहार बदन सपन दिन हीन आहार विहार एही शब्द गुड़ी को विभिन्न धाड़ी रे शेष शब्द भाव में व्यवहार करी छोट कविताटीए लेखिबाकू चेष्टा करिबा तेबे पिला माने तुमे चेष्टा कर निश्चित भाव में करिवो। तो मु भी ये जो सीना बिना प्रहार जुहार बदन सपन दिनहीन आहार विहार को नहीं गोटे गीत संजोग करिछि तुमको मु शुण गीतटी शुणई दउछि ताको भल भाव में शुण। नीति तुमे डाक प्रभुंकु सीना डाक न शुणंती भकति बिना नीति तुमे डाक प्रभुंकु सीना डाक न शुणंती भकति बिना खाओ तुमे सते बेत प्रहार प्रभु पाखे जाई कले जुहार खाओ तुमे सते बेत प्रहार प्रभु पाखे जाई कले जुहार चोका नयन से कला बदन सोइले दियई सुख सपन बड़ दांडे बुलिले होई दिन जगन्नाथ सेन करहीन महाप्रसाद करिले आहार धन्य हुए जीव करी बिहार महाप्रसाद करिले आहार धन्य हुए जीव करी बिहार। ताले पिला माने मु तो एमिति कर देछि कंपोज तेबे चेष्टा करो तमे भी मो भलिया किछि गीत रचना करिया पई भगवान तुमको सहाय होंतु आशीर्वाद करंतु। तापर देखिबा पिला माने प्रश्न नंबर 17 मातृभाषा पथि छोइबाकू करे अन्य केउ जाति लज्जाबोध करे एहा कहिबा मूलरे कविंकर उद्देश्यटी कौन प्रदत्त उत्तर गुड़िक मध्यरु ठीक उत्तरटी बाछिबा तेबे एई जो मातृभाषा पथि छोइबाकू करे अन्य केउ जाति लज्जाबोध करे ये जो पद्यांशटी देइछि ये जो पद्यांशर प्रकृत भावार्थटी कौन बा उद्देश्यटी कौन कवि यही वाक्यांशटी केउ उद्देश्य लिखिछंती उत्तर अछि प्रशंसा करिबा निंदा करिबा परिहास करिबा खोसामद करिबा तेबे उत्तर कोटा आसीबो ना ख नंबर निंदा करिबा तेबे एही प्रसंग रे तार उद्देश्य होछि कोन निंदा करिबा अर्थात मातृभाषा पथि छोइबाकू करे
ଅନ୍ୟ କେଉଁ ଜାତି ଲଜ୍ଜା ବୋଧ କରେ। ତାହେଲେ ପିଲାମାନେ ବୁଝିପାରିଲ ତାର ଉତ୍ତର କ'ଣ ହେବ? ତାହେଲେ ପ୍ରଶ୍ନ ନମ୍ବର ଉତ୍ତର ନମ୍ବର ଖ ବା ତୁମର ଆସିବ କ'ଣ? ନିନ୍ଦା କରିବା। ଠିକ୍ ଅଛି। ହଉ, ତାହେଲେ ପିଲାମାନେ ଆଜିକାର ଯେଉଁ ଅଭ୍ୟାସ କାର୍ଯ୍ୟକ୍ରମ ଆଶା ରଖୁଛି ନିହାତି ଭଲ ଭାବରେ ବୁଝିପାରିଥିବ। ତେଣୁ ତୁମକୁ ବହୁତ ବହୁତ ଧନ୍ୟବାଦ। ତେବେ ଆଶା ଓ ବିଶ୍ୱାସ ଏହାକୁ ଭଲ ଭାବରେ ବୁଝିଥିବ। ଯଦି କିଛି ପ୍ରଶ୍ନ ଉତ୍ତରରେ ଅସୁବିଧା ହେବ ତାହେଲେ ମୋତେ କମେଣ୍ଟ ବକ୍ସରେ ଲେଖି ଜଣାଇଲେ ତାର ସମସ୍ୟାର ସମାଧାନ ମୁଁ ନିଶ୍ଚୟ କରିବି। ତେବେ ପିଲାମାନେ ମୋର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ତୁମେମାନେ ଦେଖିଥିବାରୁ ତୁମକୁ ବହୁତ ବହୁତ ଧନ୍ୟବାଦ। ଭଗବାନ ତୁମର ଚଲାପଥରେ ସହାୟକ ହୁଅନ୍ତୁ। ତେବେ ଆଜି ପାଇଁ ରହୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଶିକ୍ଷା।